ସମସ୍ତଙ୍କୁ ସୁପ୍ରଭାତ। ଆଜି ଆମେ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତା ପଢ଼ିବା, ଯାହାର କବି ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ରାଘବ ଶବ୍ଦର ଅର୍ଥ ହେଲା ଶ୍ରୀରାମଚନ୍ଦ୍ର। ଲଙ୍କା କହିଲେ ଜାଣିଛ ଯାତ୍ରାନୁକୂଳ ମାନେ ଯାତ୍ରା ଯେଉଁ ଅନୁକୂଳ କରିକି ଯିବା, ଶୁଭ କରିକି ଯିବା। ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଏହି କବିତାଟି ବୈଦେହୀଶ ବିଳାସ କାବ୍ୟର ଅନ୍ତର୍ଭୁକ୍ତ। ଆମେ ତାହା ପଢ଼ିବା ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେଉଁ ରୀତିଯୁଗର କବି ତାଙ୍କ ସମ୍ପର୍କରେ ମଧ୍ୟ ଆମେ କିଛି ଆଲୋଚନା କରିବା। ଦେଖ, ବହିରେ ତୁମର ଦିଆଯାଇଛି କବିଙ୍କର ପରିଚୟ। ଓଡ଼ିଆ ସାହିତ୍ୟରେ ବଳିଷ୍ଠ କବିତ୍ୱ ପାଇଁ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଭାବରେ ପରିଚିତ। ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଭଞ୍ଜନଗରର ଅନତି ଦୂରରେ ଅବସ୍ଥିତ ଘୁମୁସୁର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଉପେନ୍ଦ୍ର ଭଞ୍ଜ ରାମତାରକ ମନ୍ତ୍ର ଜପ କରି କବିତ୍ୱ ଶକ୍ତି ଲାଭ କରିଥିଲେ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ରସିକ ହାରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ, ଛାନ୍ଦଭୂଷଣ ଆଦି କାବ୍ୟ, ରସପଞ୍ଚକ ଭଳି ଗୀତାତ୍ମକ ଆଳଙ୍କାରିକ କୃତି ଓ ଗୀତାଭିଧାନ ନାମକ ପଦ୍ୟାତ୍ମକ ଶବ୍ଦକୋଷ ଉପେନ୍ଦ୍ରଙ୍କ ଅଳଙ୍କାର ମନସ୍କ ପାଣ୍ଡିତ୍ୟ ଏବଂ କବିଖ୍ୟାତିର କାଳଜୟୀ କୃତି। ତାଙ୍କ ରଚିତ ଚୌପଦୀ ଓ ଚଉତିଶା ଓଡ଼ିଆ ଗୀତି କବିତା ଧାରାରେ ଅପରୂପ ସୃଷ୍ଟି ଭାବେ ବିବେଚିତ ହୁଏ ବା ପରିଚିତ ହୋଇଥାଏ। ଆମେ ଦେଖିବା କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ କହୁଛନ୍ତି। ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାର ପାଠ୍ୟ କବିଙ୍କର ବୈଦେହୀଶ ବିଳାସ କାବ୍ୟର 40 ଛାନ୍ଦରୁ ଆନୀତ। ରାମକାବ୍ୟ ଏହି ବୈଦେହୀଶ ବିଳାସଟି 52 ଛାନ୍ଦ ବିଶିଷ୍ଟ ରଚନା। ଏଥିରେ ପ୍ରତ୍ୟେକ ପଦ ବ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ। ଯେଉଁ ବ ବର୍ଣ୍ଣ ଅଛି ତାହାର ପ୍ରତ୍ୟେକ ପଦର କ'ଣ ହେଇଛି, ଆରମ୍ଭରେ ବ ହିଁ ରହିଛି। ଲଙ୍କାର ରାବଣ ଦ୍ୱାରା ଅପହୃତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧିବା ବେଳର କଥା ଏହି କବିତାରେ ବର୍ଣ୍ଣନା କରାଯାଇଛି। ଉପେନ୍ଦ୍ର ଭଞ୍ଜଙ୍କର ଅଳଙ୍କାର ପ୍ରିୟତା, ଶବ୍ଦ ସଂଯୋଜନା କୌଶଳ ଓ ସମାଜ ପ୍ରତି ନୀତିନିଷ୍ଠ ବାର୍ତ୍ତା ଏହି କବିତାର ଲକ୍ଷଣୀୟ ବା ବିଶେଷତଃ ବୈଶିଷ୍ଟ୍ୟ ବୋଲିକି ଆମେ ଜାଣିପାରିବା। ତ କବିତାର ପ୍ରଥମ ପର୍ଯ୍ୟାୟରେ କେମିତି କହୁଛନ୍ତି କବି ଉପେନ୍ଦ୍ର ଭଞ୍ଜ ତାହା ଦେଖ। ବଳିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ, ବୁଡ଼ିଗଲା ପକାଇଲେ କପି ଯେତେ ଗିରି, ବୁଦ୍ବୁଦ୍ ନ ଦିଶେ ଜଳ ଫିଫିକୃତ କରିଯେ। ଦେଖ, ବ ଆଦ୍ୟ ଅକ୍ଷର ନିୟମରେ ରଚିତ, ତାହା କୁହାଯାଇଥିଲା ପ୍ରଥମେ। ତ ରାଘବଙ୍କର ଆଶା, ରାଘବ ହେଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ରଙ୍କର ଆଶା ସୀତା ପ୍ରାପ୍ତି ପାଇଁ କ'ଣ ହେଲା, ବଳିଲା। ଯେହେତୁ ସୀତାଙ୍କୁ ବହୁତ ଦିନରୁ ତାଙ୍କ ପାଖରେ ପାଇନଥିଲେ, ସୀତାଙ୍କୁ ପାଖରେ ପାଇବା ପାଇଁ ତାଙ୍କର ଆଶା ବଳିଲା ଏବଂ ରାବଣ ଠାରୁ କେମିତି ମୁକ୍ତ କରାଇବେ ସେହି ଆଶା ମଧ୍ୟ ବଳିଛି। ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ, ତାପରେ କ'ଣ କଲେ, ବିଚାର କଲେ ଯେ ଆମେ ଏହି 7 ସମୁଦ୍ରକୁ ବା ସିନ୍ଧୁକୁ କ'ଣ କରିବା, ପର୍ବତ ଦ୍ୱାରା ପୋତିବା ଏବଂ ରାସ୍ତା ତିଆରି କରି ଆରପାରିକୁ ଯିବା। ତାପରେ କ'ଣ କଲେ, ବୁଡ଼ିଗଲା ପକାଇଲେ କପି ଯେତେ ଗିରି। କପି କହିଲେ ଏଠାରେ ବାନର ସେନାଙ୍କୁ କୁହାଯାଇଛି। ବାନର ସେନା ଯେତେ ଗିରି ବା ପର୍ବତ ପକାଇଲେ ସବୁ ବୁଡ଼ି ଯାଉଛି। କେମିତି ବୁଡ଼ୁଛି, ବୁଦ୍ବୁଦ୍ ନ ଦିଶେ ଜଳ ଫିଫିକୃତ କରିଯେ, ଯେ ଜଳ ଏତେ ଫୁତ୍କାର ବା ଗର୍ଜନ ଶବ୍ଦ କରୁଛି ତଥାପି ବୁଦ୍ବୁଦ୍ ନ ଦିଶେ, ପାଣି ଫୋଟକା ମଧ୍ୟ ଦେଖାଯାଉ ନାହିଁ। ପର୍ବତ ପ୍ରମାଣ ଯେଉଁ ପର୍ବତ ଅଛି ତାହା ବୁଡ଼ି ଯାଉଛି। ପରବର୍ତ୍ତୀ ପଦ ଦେଖ। ଏହା ଦେଖିକି ରାମଚନ୍ଦ୍ର ବିସ୍ମୟ ନିଃଶ୍ୱାସ ତେଜି ବରୁଣ ପ୍ରସନ୍ନ, ଆଶ୍ଚର୍ଯ୍ୟ ହୋଇକି ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ଲାଗିଲେ। କେମିତି, ବିନା ସନରେ ଶୟନ ସେ ଦର୍ଭ ଶୟନ ଯେ, ସେ ନ ଖାଇକି ଅନାହାରରେ ରହିଲେ ଉପବାସରେ ଏବଂ ଦର୍ଭ ଶୟନ ବା କୁଶସଜ୍ଜାରେ ଶୟନ କଲେ। ପୁଣି କହୁଛନ୍ତି କବି, ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶଶିର। ଦଶଶିର ହେଲେ ରାବଣ। ଯେ ହେ ବୁଧେ ବା ହେ ପଣ୍ଡିତଗଣ, ହେ ବିଜ୍ଞ ବ୍ୟକ୍ତିମାନେ, ଏଇଟା ତ ରାମଚନ୍ଦ୍ର ଏପଟେ এই କଥା କଲେ, ସେପଟେ ରାବଣ କ'ଣ କରୁଛି ଶୁଣ। ବରଗିଲା ସେ ସୁକ ସାରଣ କରି ଚାର ଯେ, ସେ ବରଗିଲା ପଠାଇଲା ସୁକ ଏବଂ ସାରଣ ମନ୍ତ୍ରୀଦ୍ୱୟଙ୍କୁ କ'ଣ କରି, ଦୂତ କରିକି, ଚାର କରିକି ପଠାଇଲା। ଚାର ଶବ୍ଦର ଅର୍ଥ ହେଲା ଦୂତ। ତା ପରବର୍ତ୍ତୀ ପଦ ଦେଖ। ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି, ବୁଝି ନ ବୁଝି କୋପିତା ବାଣୀ ପିତା କରି ଯେ। ତୁମେ ଯାଇକି ବିଭୀଷଣକୁ କହିବ, ମୋର ସାନ ଭାଇ ବିଭୀଷଣ, ତାକୁ କହିବ ଯେ ଜ୍ୟେଷ୍ଠ ଭାଇ ହେଉଛି ପିତା ସହିତ ସମାନ। ତାକୁ ତୁ ନ ବୁଝି ପାରିକି ତା ବାଣୀକୁ, ତା କଥାକୁ ପିତା କଲୁ ବା ତୋତେ ରୁଚିଲା ନାହିଁ, ବରଂ ତୁ
ତା ପାଖକୁ ଫେରିଯା। ଏବଂ ଆହୁରି କହିବ, ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ଯେ ହେ ବିଭୂତି ଭୂଷଣ ବା ହେ ବିଭୀଷଣ, ତୁ ପ୍ରକୃତରେ ଏହି ସାମାନ୍ୟ ବିଭୂତିକୁ ଭୁଞ୍ଜୁଛୁ, ଯିଏକି ଜଟାଧାରୀ ବକ୍କଳଧାରୀ ଏବଂ ବଳକୂଳେ ଜନମୀ ଶରଣ କି କାରଣ, ଯେ ତୁ ତ ରାଜବଂଶର ସାମାନ୍ୟ ଏଇ ଜଟାଧାରୀକୁ ଏଠାରେ ତୁ ମାନେ ଭୁଞ୍ଜୁଛୁ ବା ତୁ ମାନେ ପ୍ରକୃତରେ ତା ପାଖରେ ଆଶ୍ରୟ ନେଇଛୁ, ଏଇ ପ୍ରକାରେ କହିବ। ଏବଂ ଆଉ ଗୋଟେ କଥା ଯାଇକି ଅଙ୍ଗଦକୁ କହିବ, କ'ଣ କହିବ? ବୋଲ ଅଙ୍ଗଦକୁ ପିତା ଶତ୍ରୁଭକ୍ତିପୂର୍ଣ୍ଣ, ଯେ ତୋର ପିତାକୁ ଯିଏ ସୁଗ୍ରୀବଙ୍କୁ ମାରିଛି ତା ସହିତ ଏତେ ଭକ୍ତିପୂର୍ଣ୍ଣ କ'ଣ ପାଇଁ? ବରଂ ତା ସହିତ କ'ଣ କର, ବାଦ ରଚାଇ ପିତୃବ୍ୟ ବାହୁଡ଼ା ଓ ସୈନ୍ୟଜୀ, ଯେ ତୋର ପିତାକୁ ଯିଏ ମୃତ୍ୟୁମୁଖକୁ ଠେଲି ଦେଇଛି ତା ସହିତ ତୁମେ ବାଦ ରଚାଅ, ଯୁଦ୍ଧ ରଚାଅ ଏବଂ ବାହୁଡ଼ା ଓ ସୈନ୍ୟ, ଯେ ତୁମର ସୈନ୍ୟକୁ ପ୍ରତ୍ୟାବର୍ତ୍ତନ କରି ନେଇଯାଅ, ରାମଚନ୍ଦ୍ରଙ୍କୁ ସହଯୋଗ କର ନାହିଁ, ଏହି ପ୍ରକାରେ ଅଙ୍ଗଦକୁ ମଧ୍ୟ ଯାଇକି କହିବ। ଏତିକି ଆମେ ଆଜି ଆଲୋଚନା କରିଥିବା। ଆସନ୍ତା କ୍ଲାସ୍ରେ ପୁଣି ଆଲୋଚନା କରିବା। ତାପରେ ଶୁକ ଏବଂ ସାରଣ ଯାଇକି କହୁଛନ୍ତି କ'ଣ ଘଟଣାଟି ଆଗକୁ ହେଇଛି, ପରବର୍ତ୍ତୀ କ୍ଲାସ୍ରେ ଆମେ ଆଲୋଚନା କରିବା। ଧନ୍ୟବାଦ।